ଖାରବେଳକୁ ମୁଁ ଜାଣିବା ପାଇଁ ଚାହିଁବି ଆପଣ ଭାରତୀୟ ଜନତା ପାର୍ଟିରେ ଆଥର ଭାରତୀୟ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢିଥିଲେ, ଏଥର ଆପଣ ଆଶା କରୁଥିଲେ ଟିକେଟ ପାଇବେ ବୋଲି। ଏମିତି କଣ ହେଲା ଯେ ଆପଣ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢିବା ପାଇଁ ନିଷ୍ପତ୍ତି ନେଉଛନ୍ତି? ଟିକେଟ ନ ପାଇବାଟା ଆପଣ ଗୋଟେ ପାର୍ଟିର ଶୃଙ୍ଖଳିତ କର୍ମୀ ପାଇଁ ବଡ କଥା। ସେ ଟିକେଟ ନ ପାଇଲେ ପାର୍ଟି କ୍ୟାଣ୍ଡିଡେଟଙ୍କ ବିରୁଦ୍ଧରେ ଯାଇ ପାର୍ଟିର ଡିସିପ୍ଲିନ ବିରୁଦ୍ଧରେ ଯାଇ ଇଲେକ୍ସନ ଲଢିବେ। ମୁଁ ସ୍ୱାଧୀନ ପ୍ରାର୍ଥୀ ହେଇକି ଲଢୁଛି। ମୁଁ ଲୋକଙ୍କୁ କହୁଛି ମୁଁ ହେବି ଅସଲ ବିଜେପି। ଯାହାକୁ ଟିକେଟ ଦିଆହେଇଛି ସେ ନୁହନ୍ତି। ସେ ଆରଏସଏସ ର ଜଣେ ବରିଷ୍ଠ କର୍ମକର୍ତ୍ତା, ବହୁ ଦିନ ଧରି ଆରଏସଏସ ରେ ଥିଲେ, କେନ୍ଦ୍ର ମନ୍ତ୍ରୀ ଥିଲେ। ସେ କଣ ଅସଲି ବିଜେପି ନୁହନ୍ତି ପ୍ରତାପ ଷଡଙ୍ଗୀ? ମୁଁ ପ୍ରତ୍ୟେକ ଗୁରୁବାର ଦିନ ଗତ ବର୍ଷେ ହେଲା ଇଏ ବାଲେଶ୍ୱରରେ ଯୋଉ ଆରଏସଏସ କାର୍ଯ୍ୟାଳୟ ଯୋଉ ଆଲୋଚନା ହୁଏ, ମୁଁ ବର୍ଷେ ହେଲା ଯାଉଛି। ଭୁବନେଶ୍ୱରରେ ମୁଁ ଯେତେବେଳେ ଥାଏ ସେତେବେଳେ ପ୍ରତିଦିନ ସକାଳେ ମୁଁ ଧ୍ୱଜ ପ୍ରଣାମ କରିବା ପାଇଁ ସେଠିକି ଯାଏ। ପ୍ରତାପ ଷଡଙ୍ଗୀ ଦିନେ ଯାଇଛନ୍ତି ସେଠି କୌଣସି ଜାଗା? ମୋ ଅପେକ୍ଷା ସେ କଣ ବଡ ଆରଏସଏସ? ଗତ ଯେତେବେଳେ ରାମ ମନ୍ଦିର ପାଇଁ ଯେତେବେଳେ କଲେକ୍ସନ ହଉଥିଲା ପଇସା, ସେତେବେଳେ ସେ ଆସିଲେନି। ମତେ ନେଇକି ଏଇ ଯୋଉ ବାଲେଶ୍ୱରର ଆରଏସଏସ ର କାର୍ଯ୍ୟକର୍ତ୍ତା ମତେ ନେଇକି ଉତ୍ତର ବାଲେଶ୍ୱରରୁ ମାସେ କାଳ ନେଇକି କଲେକ୍ସନ କରୁଛୁ। ମୋ ଅପେକ୍ଷା ସେ ବେଶୀ ଆରଏସଏସ। ଜଣେ କେନ୍ଦ୍ରମନ୍ତ୍ରୀ ହେଇସାରିଲା ପରେ ଆଉ ସେ ଆରଏସଏସ ନୁହନ୍ତି କି ଆରଏସଏସ, ଏଟା କଣ ପ୍ରମାଣ ଦେବା ପାଇଁ ପଡିବ? କେନ୍ଦ୍ରମନ୍ତ୍ରୀ ହେଲା ପରେ ତାପରେ ବି କଣ ହେଲା ଆପଣ ସେଟା କହୁନାହାନ୍ତି କାହିଁକି? କେନ୍ଦ୍ରମନ୍ତ୍ରୀ ହବାର ମାତ୍ର ବର୍ଷକ ପରେ କଣ ହେଲା ସେଟା ବି ତ ଆପଣ ଜାଣିଛନ୍ତି। ହେଇଯିବାଟା ଯଦି କହୁଛନ୍ତି ତାପରେ ତ କାହିଁକି କହୁନାହାନ୍ତି? ନାଇଁ, ଏମିତି କଣ ମନ୍ତ୍ରିମଣ୍ଡଳରୁ ଜଣେ ଯିବେ ଜଣେ ଆସିବେ, ଏଇଟା କଣ ଗୋଟେ ପ୍ରକ୍ରିୟା ନୁହେଁ? ପ୍ରକ୍ରିୟା ନୁହେଁ, କାରଣ ମୋଦି ତାଙ୍କୁ ବାଛିଥିଲେ, ଫେର ସେଇ ମୋଦି ତାଙ୍କୁ କାଢିଲେ। କାହିଁକି କାଢିଲେ? ଏଟା ଯୋଗ୍ୟତା କି ଅଯୋଗ୍ୟତା ସମସ୍ତେ ଜାଣିପାରୁଛନ୍ତି। ଏଟା ତ ଆପଣ କହୁଛନ୍ତି ପ୍ରତାପ ଷଡଙ୍ଗୀ ଅଯୋଗ୍ୟ ଥିବାରୁ ତାଙ୍କୁ କାଢି ଦିଆଗଲା? ମୁଁ କିଛି କହୁନି, ମୁଁ ଖାଲି କହୁଛି ଯେ ମୁଁ ହେଲି ଅସଲ ବିଜେପି। ଆଉ ଲୋକ ବିଚାର ବାବୁ, ଯଦି ଆପଣ ଅସଲ ବିଜେପି, ତାହେଲେ ବିଜେପି କ୍ୟାଣ୍ଡିଡେଟ କୁ ହରେଇବା ପାଇଁ ଆପଣ କେମିତି ମଇଦାନକୁ ଆସୁଛନ୍ତି? ଆରେ ଭାଇ 5 ଜଣ ଆଶାଇଥାନ୍ତି, ତାଙ୍କ ଭିତରୁ ଜଣେ ପାଏ ନା ନାଇଁ? ନାଇଁ କଣ ଜଣିଏ କେବଳ ଥାଏ? ସବୁ ସେଇଭଳି। ଏଥିରେ କଣ ଆଶ୍ଚର୍ଯ୍ୟ ହବାର ଅଛି? ତ ଆ ଦ୍ୱାରା ବିଜେପିର ଲାଭ ହବ ନା କ୍ଷତି ହବ? ଲାଭ ହବ। କାରଣ ଶୁଣନ୍ତୁ, ମୁଁ ଯଦି ଏଠି ନ ଛିଡା ହଉଛି ଏଠୁ ବିଜେପି ଜିତି ପାରିବ ନାହିଁ, ଏତିକି ମନେ ରଖନ୍ତୁ। କେମିତି ବିଜେପି ଜିତି ପାରିବନି ବୋଲି ଆପଣ କହୁଛି ପରା ଜିତି ପାରିବ ନାହିଁ। ଆପଣ ବାଲେଶ୍ୱର ଆସିକି ପଚାରନ୍ତୁ, ଯେକୌଣସି ଲୋକକୁ ପଚାରିବେ ଆପଣ ବୁଝିପାରିବେ। କେମିତି ବିଜେପି ଲଜିକ ଟା ଶୁଣନ୍ତୁ, ଲଜିକ ପ୍ରତାପ ଷଡଙ୍ଗୀଙ୍କୁ ଲୋକ ଭୋଟ ଦେବେ ନାହିଁ। ଆସିକି ନିଜେ ଆପଣ ପଚାରିକି ବୁଝିଛନ୍ତି, ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱରର ଲୋକ, ଏପରିକି ବିଜେପିର କାର୍ଯ୍ୟକର୍ତ୍ତା ଭୋଟ ଦେବେ ନାହିଁ। ତେଣୁ ମୁଁ ଯଦି ଏଠି ନଠିଆ ହଉଛି, ବିଜେପି ହାତରୁ ଏ ସିଟଟା ଯାଉଛି। ତେଣୁ ମୁଁ ଏଠି ସ୍ୱାଧୀନ ପ୍ରାର୍ଥୀ ଠିଆ ହଉଛି। ମୁଁ କହୁଛି ମୁଁ ହଉଛି ଅସଲ ବିଜେପି, ମତେ ସେମାନେ ଭୋଟ ଦିଅନ୍ତୁ। ଆଉ ମୁଁ ଜିତିବା ମାତ୍ରକେ ମୁଁ ଯାଇକି ବିଜେପିରେ ତା ପରଦିନ ମିଶିବି। ଏବେ ଆପଣ ବିଜେପିରୁ ଇସ୍ତଫା ଦଉଛନ୍ତି? ନା, କାହିଁକି ଦେବି? ସେ କାଢି ଦଉନାହାନ୍ତି। ଗତ ଥର ଯେତେବେଳେ ମୁଁ ବିଜେପି ଛାଡିକି ଯାଇଥିଲି, ମୁଁ କଣ ଇସ୍ତଫା ଦେଇଥିଲି? ତାପରେ ସେ କହିଲେ ଯେ ସେ କଣ ମତେ କାଢି ଦେଇଛନ୍ତି। ମତେ ଯଦି ବି ଏବେ କାଢିବେ, ଇଲେକ୍ସନ ପରେ ଜିତିଗଲା ପରେ ଫେର ମୁଁ ଯାଇକି ବିଜେପିରେ ମିଶିବି, ସେ ମତେ ନେଇଯିବେ। ଆଉ ମାସକର କଥା ତ ଆଉ କଣ। ବିଜେପିରେ ସ୍ୱାଧୀନ ପ୍ରାର୍ଥୀ ହେବେ? ହଁ, କାରଣ ମୁଁ କହୁଛି ମୁଁ ହିଁ ହଉଛି ଅସଲ ବିଜେପି। ଆପଣ ମାନେ ଟିଭି ଚ୍ୟାନେଲରେ ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଦେଖଉଥିଲା ନା ଯେ ପ୍ରତାପ ଷଡଙ୍ଗୀଙ୍କ ଟିକେଟ କଟିଗଲା? କୁହନ୍ତୁ, କହୁଥିଲେ ଟିକେଟ ତାହେଲେ ପାଇଲେ କେମିତି? ସେ କେମିତି ପାଇଲେ? ଗୋଟେ ରହସ୍ୟମୟ ଶକ୍ତି କିଏ ଗୋଟେ ହେଇଛି, ସେ ବିଷୟରେ ମୁଁ ବର୍ତ୍ତମାନ କିଛି କହିବିନି, ମୁଁ ପରେ କହିବି। ତ କଣ୍ଟେଷ୍ଟ କାହା ଭିତରେ ହବ ବାଲେଶ୍ୱରରେ? କଣ୍ଟେଷ୍ଟ ମୋ ସାଙ୍ଗରେ ଆଉ କେହି ନାହାନ୍ତି। ତ କଣ୍ଟେଷ୍ଟ ପ୍ରତାପ ଷଡଙ୍ଗୀ ଆଉ ଆପଣଙ୍କ ଭିତରେ ହବ? ନା, ସେ କୋଉଠି 10-20 ହଜାର ଭୋଟ ପାଇବେ 25-30। ତ ଆପଣ ଆଉ ଗୋଟେ କଥା ମୁଁ ଦେଖୁଥିଲି, ଆପଣ କହୁଛନ୍ତି ଯେ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଧରି ଆପଣ ବୁଲିବେ, ମୋଦିଙ୍କ ଫଟୋ? ନା ନା ନା, ବୁଲିବେନି। ମୋ ଘରେ ଅଛି। କିଏ କହିଲା ମୁଁ ସେଟା କହିଛି? ଦେଖେଇଲି କୋଉଠି ମୁଁ କହିଛି କଥା?
ତ ମୋ ବାଜପେୟୀ ମୁଁ ଯୋଉଠି ବସେ ମୋ ପଛପଟରେ ବାଜପେୟୀଙ୍କର ଫଟୋଟା ଅଛି। ମୋଦିଙ୍କ ମୁଁ ଯୋଉ ଘରେ ବସେ ମୋଦିଙ୍କର ଅଛି ଅଛି ସବୁ ଅଛି, ବାଜପେୟୀଙ୍କର ଅଛି, ଆଡବାଣୀଙ୍କର ଅଛି। ଭୁଲିବିନି, ଭୁଲିବା କଣ ଦରକାର? ଲୋକ କଣ ଜାଣିନାହାନ୍ତି ମୁଁ ବାଜପେୟୀଙ୍କର ଲୋକ ବୋଲି, ତାଙ୍କ ବେଳେ ଥିଲି ବୋଲି ଜାଣିନାହାନ୍ତି? ମତେ ଭୁଲିବାକୁ ପଡିବ ଏଥିରେ। ତ ବାଜପେୟୀଙ୍କ ଆଦର୍ଶକୁ ଆପଣ ପ୍ରଚାର କରିବେ? ମୁଁ ବାଜପେୟୀଙ୍କ ଆଦର୍ଶ, ମୋଦିଙ୍କ ଆଦର୍ଶ, ସବୁ ଆଡବାଣୀଙ୍କ ଆଦର୍ଶ ସବୁ ପ୍ରଚାର କରେ। ମୁଁ ବିଜେପି ସପକ୍ଷରେ ନିର୍ବାଚନରେ ପ୍ରଚାର କରେ। ତ ଆପଣଙ୍କ ଉପରେ ଯଦି ଚାପ ପଡେ ଖାରବେଳ ବାବୁ ଯେ ୱିଡ୍ର କରିବା ପାଇଁ, ଆପଣ withdraw କରିବେ ନା ନାହିଁ? ଏମିତି ମାର ଛୁଆ କେହି ନାହିଁ ଯିଏକି ମତେ ଚାପ ପକେଇକି ନେଇଯିବେ ଉଦ୍ର କରିନବ। ତ କେତେ ଭୋଟ ପାଇବେ ବୋଲି ଆପଣ ଭାବୁଛନ୍ତି? ମୁଁ ଭାବୁଥିଲି ବିଜେପି ପ୍ରାର୍ଥୀ ହେଇଥିଲେ ଯୋଉ 4 ଲକ୍ଷ ଭୋଟରେ ଜିତିଥାନ୍ତି, ଏବେ ବି ସେଇ 4 ଲକ୍ଷ ଭୋଟରେ ଜିତେ। ତ ଆପଣ ବହୁତ ସମୟରେ କହନ୍ତି ଆପଣଙ୍କ ପାଖରେ ଟଙ୍କା ନାହିଁ, ଆପଣ ଇଲେକ୍ସନ କେମିତି ଲଢିବେ? ଟଙ୍କା ଯୋଗୁଁ ନିର୍ବାଚନ ଜିତା ଯାଏନି। ମୁଁ କେବେ ହେଲେ ଟଙ୍କା ଜିତିଛି? ବର୍ତ୍ତମାନ ମୋ ପକେଟରେ ସବୁ 2-3 ହଜାର ଟଙ୍କା ଅଛି। ତ ଟଙ୍କା କିଏ ଦବ ଖାରବେଳ ବାବୁ ଆପଣଙ୍କୁ ଟଙ୍କା election ଲଢିବା ପାଇଁ? ସେଇ ଲୋକ ଦେବେ, କିଏ ଦବ ଆପଣ ଦେଖିବେ, ଆପେ ଆପେ ଦେବେ, ସେ ବିଜେପି ଦବ। ବିଜେପି ଦବ? ହଁ, କାରଣ ମୁଁ ପୁରା ଜିତିବା ବଡ ଆଉ ତାଙ୍କ ଦଳରେ ମିଶିବି। ତ ଖାରବେଳ ବାବୁ ଯଦି ପାର୍ଟି ଆକୁ ଗୋଟେ ଇନଡିସିପ୍ଲିନ ବୋଲି ଧରିନିଏ, ବିଶୃଙ୍ଖଳିତ କାମ ବୋଲି ଧରିନିଏ, ଆପଣ ସେତେବେଳେ କଣ ଭୂମିକା ରହିବ, କଣ କହିବେ? କିଛି ନାହିଁ, ମୁଁ ପୁରା କହିଲି ମାସକ ପାଇଁ ମତେ ଦଳରୁ କାଢିଦେବେ, ତାପରେ ଥରେ ମିଶେଇବି, ଜିତିଲେ ମିଶେଇବେ ଆଉ କଣ, ଏୟା ତ ଆଉ କଣ। ତ ମାନସିକ ସ୍ତରରେ ଆପଣ ପ୍ରସ୍ତୁତ ବିଜେପି ବହିଷ୍କୃତ ହବା ପାଇଁ? କାଇଁ ମୁଁ ସେମିତି ଭାବୁନି, ସେ ଖାଲି କାଗଜ କଲମରେ ବହିଷ୍କାର। ବାସ୍ତବିକ ମୁଁ କହୁଛି, ମୁଁ ତ ମୋଦିଙ୍କ ପାଇଁ ପ୍ରଚାର କରିବି। ମୋଦିଙ୍କ ଭଳିଆ ଏତେ ଭଲ ନେତା ଆଉ କୋଉଠି ଅଛନ୍ତି? ବିଶ୍ୱର ଶ୍ରେଷ୍ଠ ନେତୃତ୍ୱ, ଭାରତର ମର୍ଯ୍ୟାଦାକୁ ବଢେଇଛନ୍ତି।